ପିନାକ, ସାରଙ୍ଗ ଓ ଗାଣ୍ଡିବ ଏହି ତିନି ଧନୁର ନିର୍ମାଣ ଭଗବାନ ବିଶ୍ୱକର୍ମା କରିଥିଲେ, ଯାହାକୁ କ୍ରମଶଃ ଆଦି ଧନୁର୍ଦ୍ଧର ମହାଦେବ, ପାଳନକର୍ତ୍ତା ଭଗବାନ ବିଷ୍ଣୁ ଓ ସୃଷ୍ଟି ରଚୟିତା ଭଗବାନ ବ୍ରହ୍ମାଙ୍କୁ ଅର୍ପଣ କରାଯାଇଥିଲା। କାଳାନ୍ତରରେ ଏହି ତିନି ଧନୁ ଅଲଗା ଅଲଗା ଯୋଦ୍ଧାଙ୍କ ଦ୍ୱାରା ପ୍ରୟୋଗ କରାଯାଇଥିଲା। ଆଜି ଆମେ ଜାଣିବା ଏହି ଦିବ୍ୟ ଧନୁ ବିଷୟରେ ଏବଂ ଜାଣିବା କେଉଁ ଯୋଦ୍ଧାଙ୍କ ନିକଟରେ କେଉଁ ଧନୁ ରହିଥିଲା। ଭଗବାନ ଶିବ, ପିନାକା ଧନୁ ଶିବଙ୍କୁ ଅର୍ପିତ କରାଯାଇଥିଲା। ଶିବଙ୍କ ପାଖରେ ଆହୁରି ବି ଅନେକ ଧନୁ ଥିଲା। ତ୍ରିପୁରାନ୍ତକ ଧନୁରେ ସେ ତ୍ରିପୁରାସୁରକୁ ବଧ କରିଥିଲେ। ଶିବଙ୍କ ପାଖରେ ରୁଦ୍ର ନାମକ ଆଉ ଏକ ଧନୁର ଉଲ୍ଲେଖ ମଧ୍ୟ ମିଳେ, ଯାହାକୁ ପରେ ଭଗବାନ ବଳରାମ ପ୍ରାପ୍ତ କରିଥିଲେ। ସେହିଭଳି ଭଗବାନ ବିଷ୍ଣୁ, ସାରଙ୍ଗ ଧନୁ ବିଷ୍ଣୁଙ୍କୁ ଅର୍ପିତ କରାଯାଇଥିଲା, ଯାହାକୁ ସେ ଧାରଣ କରିଥିଲେ। ଏହି ଧନୁ ଭଗବାନ ପରଶୁରାମ ଓ ଯୋଗେଶ୍ୱର ଶ୍ରୀକୃଷ୍ଣ ବି ପ୍ରାପ୍ତ କରିଥିଲେ। ଭଗବାନ ବ୍ରହ୍ମା, ଭଗବାନ ବ୍ରହ୍ମାଙ୍କୁ ଗାଣ୍ଡିବ ଧନୁ ଅର୍ପିତ କରାଯାଇଥିଲା, ଯାହାକୁ ଅଗ୍ନିଦେବ, ଦୈତ୍ୟରାଜ ବୃଷପର୍ବା ଓ ଶେଷରେ ସବ୍ୟସାଚୀ ଅର୍ଜୁନ ପ୍ରାପ୍ତ କରିଥିଲେ। ଭଗବାନ ପରଶୁରାମ, ଭଗବାନ ପରଶୁରାମଙ୍କ ନିକଟରେ ଅନେକ ଧନୁ ଥିଲା। ସେ ନିଜ ଗୁରୁ ମହାଦେବଙ୍କ ଠାରୁ ପିନାକା, ଭଗବାନ ବିଷ୍ଣୁଙ୍କ ଠାରୁ ସାରଙ୍ଗ ଓ ଦେବରାଜ ଇନ୍ଦ୍ରଙ୍କ ଠାରୁ ବିଜୟ ନାମକ ଧନୁ ପ୍ରାପ୍ତ କରିଥିଲେ। ଏହି ବିଜୟ ଧନୁ ସେ ନିଜ ଶିଷ୍ୟ କର୍ଣ୍ଣଙ୍କୁ ଦେଇଥିଲେ। ପ୍ରଭୁ ଶ୍ରୀରାମ, ଭଗବାନ ରାମ ଯେଉଁ ଧନୁକୁ ଧାରଣ କରୁଥିଲେ ତାର ନାମ ଥିଲା କୋଦଣ୍ଡ। ରାମଚରିତ ମାନସରେ ପ୍ରଭୁଙ୍କ ଧନୁକୁ ସାରଙ୍ଗ ବି କୁହାଯାଇଛି, ପରନ୍ତୁ ତାହା ଧନୁ ଶବ୍ଦର ପର୍ଯ୍ୟାୟବାଚୀ ଶବ୍ଦ ସାରଙ୍ଗ ଅଟେ, ନା କି ବିଷ୍ଣୁଙ୍କ ଧନୁ ସାରଙ୍ଗ ଅଟେ। ସେହିଭଳି ଲଙ୍କାପତି ରାବଣ, ଭଗବାନ ରାମ ଯେଉଁ ଧନୁକୁ ଧାରଣ କରୁଥିଲେ ତାର ସେହିଭଳି ଲଙ୍କାପତି ରାବଣ। ରାବଣ ନିକଟରେ ପୋଲସ୍ୟ ନାମକ ଧନୁ ଥିଲା, ଯାହାକୁ ଦ୍ୱାପର ଯୁଗରେ ଘଟୋତ୍କଚ ପ୍ରାପ୍ତ କରିଥିଲେ। ଏକ ସମୟରେ ରାବଣ ଶିବଙ୍କ ଠାରୁ ପିନାକା ବି ପ୍ରାପ୍ତ କରିଥିଲେ, କିନ୍ତୁ ତାଙ୍କୁ ଧାରଣ କରିପାରିନଥିଲେ। ଶ୍ରୀକୃଷ୍ଣ, ଯୋଗେଶ୍ୱର ଶ୍ରୀକୃଷ୍ଣଙ୍କ ମୁଖ୍ୟ ଆୟୁଧ ସୁଦର୍ଶନ ଚକ୍ର ଥିଲା, ପରନ୍ତୁ ସେ ବି ସାରଙ୍ଗ ଧନୁକୁ ଧାରଣ କରିଥିଲେ। ଭଗବାନ ବଳରାମ, ବଳରାମଙ୍କ ଧନୁର ନାମ ରୁଦ୍ର ଥିଲା, ଯାହାକୁ ସେ ଭଗବାନ ଶିବଙ୍କ ଠାରୁ ପ୍ରାପ୍ତ କରିଥିଲେ। ସେହିଭଳି ଭଗବାନ କାର୍ତ୍ତିକେୟ, କାର୍ତ୍ତିକେୟ ନିଜ ପିତା ଭଗବାନ ଶିବଙ୍କ ଧନୁ ପିନାକାକୁ ଧାରଣ କରିଥିଲେ। ଦେବରାଜ ଇନ୍ଦ୍ର, ଇନ୍ଦ୍ରଦେବ ବିଜୟ ନାମକ ଧନୁକୁ ଧାରଣ କରିଥିଲେ, ଯାହାକୁ ସେ ଭଗବାନ ପରଶୁରାମଙ୍କୁ ଦେଇଥିଲେ। ବ୍ୟୁରୋ ରିପୋର୍ଟ, ଲିଭ୍ ଲାଇଫ୍ ଓଡ଼ିଆ।